ପୂଜା ବୁଲିବାକୁ ଜେଜେ ଆସିଥିଲେ, ହେଲେ ଜେଜେ କଣ କେମିତି ଖେଳ କରିଦେଲେ ଟିକେ ଦେଖନ୍ତୁ। କେତେ ଖଚା ଭିଡ଼ ଲାଗିଥିଲା ଲକ୍ଷ୍ମୀ ପୂଜାରେ, କିନ୍ତୁ ଜେଜେ ସୁଯୋଗ ଖୋଜୁଥିଲେ। ଆଜ୍ଞା ଜେଜେ ଏମିତି ଦୃଢ଼ ନିଶ୍ୱାସ ମାରିଲେ ମନ୍ଦିର ପାଖକୁ ଘାଇ ଘାଇ ପଶିଗଲେ। ଆଉ ଲୋକମାନେ ତ ସବୁ ଅନେଇଥିଲେ ଏଠି ଯୋଉ ହେଇଛନ୍ତି ଆମର ସବୁ ମୂର୍ତ୍ତିମାନଙ୍କୁ ଦେଖିବା ପାଇଁ, ହେଲେ ଜେଜେକୁ ଦେଖିବା ପାଇଁ ଏମିତି ଭିଡ଼ ଲାଗିଲା। ଏ ଜେଜେକୁ ମୁଁ ଯେତେ ଅଟକେଇଲେ ଜେଜେ କଣ ଅଟକୁଛି? ଜେଜେ ତ ତାର ନାତୁଣୀ ପ୍ରେମର ବାଇଆ, ସେଥିପାଇଁ ଜେଜେ କଣ କରିଛି ଆପଣମାନେ ଟିକେ ଦେଖନ୍ତୁ। ଏତିକି ଭିଡ଼ ଲାଗିଥାଏ, ୟାରି ଭିତରେ ଜେଜେ ଆମ ହାତ ଛାଡ଼ି ଯାଇ ଗଳିଗଲେ ଯୋଉଠି ଅଜାଗା ଜାଗାକୁ ଛୁଇଁଲେନି। ଦେଖ ଜେଜେ ଅନ୍ଧାରରେ କଣ କରି ପକେଇଲେ ଏଠି। ହାଇ ଲକ୍ଷ୍ୟ ପକା ଜେଜେ କୋଉଠି ରହିଛନ୍ତି? କ୍ୟାମେରାମ୍ୟାନ ମଧ୍ୟ କ୍ୟାମେରା ଧରିଛି। ଏ ଭାଇ ଝୁଲଣା ବାଲାକୁ ବି ଜେଜେ ଛାଡ଼ିଲେନି। ଜେଜେ ପଳେଇଆରି ମାରିବେରେ, ତୁ ସେ ଗଳି ଭିତରକୁ କାହିଁକି ଯାଉଛୁ? ଆଜି ଜେଜେର ସର୍ବନାଶ ହେଲା, ଜେଜେ ଢୋ ହେଇଯିବୁ ରେ। ଜେଜେ ଆଜି ମାନିବେନି ଜାଗା ଅଜାଗା। ଦେଖିଲେ ତ, ଏଇ ଜେଜେକୁ ଟିକେ ଭଲ କରି ଦେଖନ୍ତୁ, ଜେଜେଙ୍କର ଏମିତି ରାସଲୀଳା। ଜେଜେ ମାନିଲେନି ଜାଗା ଅଜାଗା। ଲକ୍ଷ୍ମୀ ପୂଜା ଚାଲିଥିଲା, ଖଚ ଭିଡ଼। ସେଇ ଭିଡ଼ ଭିତରେ ଥିଲେ ମୋର ପ୍ରିୟ ଜୟକୃଷ୍ଣ ଭାଇ ଆଉ ଲକି ଭାଇ। ତା ମଧ୍ୟରେ ପହଞ୍ଚିଥିଲେ ମୋ ଦୋକାନ ପାଖରେ। ପହଞ୍ଚିଲା ବେଳକୁ ମୁଁ ଦେଖି ଟିକେ ଆଚକା ହେଇଯାଇଥିଲି। କିଏ ନୂଆ ଲୋକଟି? ଦେଖିଲା ବେଳକୁ ମଣିଆ ଜେଜେ। ମଣିଆ ଜେଜେଙ୍କ ମୁଣ୍ଡକୁ ଦେଖୁଛନ୍ତି ତ, ବାଳ ଫୁରୁ ପାଚି ଯାଇଥାଏ। ଆଉ ଜୟକୃଷ୍ଣ ଭାଇ କ୍ୟାମେରା ଧରିଥାନ୍ତି। ଲକି ବାବୁ ଆମର ଯିଏ, ସେ ସାଙ୍ଗେ ସାଙ୍ଗେ ଦୋକାନକୁ ପଶିଗଲେ। ମୁଁ କହିଲି ଲକି ବାବୁ ଇଏ ଲୋକଟା କିଏ? ଆରେ ତୁ ତ ଚିହ୍ନି ପାରୁନୁ, ଇଏ ପରା ହଉଛି ଆମ ମଣିଆ ଜେଜେ। ମଣିଆ ଜେଜେ କାହିଁକି ଆସିବେ? ଏ ମଣିଆ ଜେଜେ କାହିଁକି ଆସିବେ ଜାଣିନୁ କି? ମୁଁ ତ ସିଏ ବର୍ତ୍ତମାନ ଖୋଜୁଛି ଜାଗା ଅଜାଗା। ଆଉ ଦେଖୁନୁ କେମିତି ମଣିଆ ଜେଜେ କଣ କରୁଛି। ଏତିକି ଭିତରେ ଆମେ ସବୁ କଥା ହଉଥିଲୁ, ଆଉ ହେଇତେ ମଣିଆ ଜେଜେ ଦେଖିପାରୁଥିବେ କେମିତି ଦୋକାନ ଆଗରେ ଠିଆ ହେଇଛନ୍ତି। ହେଇକି ଚା ବରାତି କଲେ, ପାନ ବରାତି କଲେ, ଆଉ ସବୁ ଖାଇଲୁ। ଖାଇଲା ପରେ ଜେଜେ ଶଳା ୟା ଭିତରେ ଚମ୍ପଟ ମାରିଛି କେତେବେଳେ, ଆମେ ଆଉ ଭାଇ ଖୋଜିକି ପାଉନୁ। ଆଉ ଲକି ବର୍ତ୍ତମାନ କହିଦଉଛି କି ଭାଇ ସତର୍କ ଥାଅ, ଏ ଜେଜେ କେତେବେଳେ କୋଉଠି କୋଉ ଜାଗାରେ ପଶିବେ କେହି ବି ଜାଣିପାରିବନି। ଏ ଜେଜେ ହେଲା ହଉଛି ଆମର ମାରାତ୍ମକ ରୋଗ କ୍ୟାନ୍ସର। ଇଏ ଯୋଉଠି ପଶିବେ ସେଠି କ୍ୟାନ୍ସର। ତମେ ବର୍ତ୍ତମାନ ଦେଖିପାରୁଥିବେ ଜେଜେ ଆଉ ଠିଆ ହେଇଛନ୍ତି, ଜୟକୃଷ୍ଣ ଭାଇ ପଳେଇଲେ। ଆମେ ତାଙ୍କ ପିଛା ଲାଗିଛୁ। ଲାଗି ଶଳା ଜେଜେକୁ କଣ ଛାଡ଼ିଲୁ, ମାଗି ବସିଲୁ। ଚାରଣିଟେ କିନ୍ତୁ ପାଖରେ ନଥିଲା। ଯାହା ବି ହଉ ସୋରିଷ ଭାଇଙ୍କ ଦୋକାନରୁ ଆମେ ଖାଇଲୁ। ତ ବର୍ତ୍ତମାନ ଆମେ ଖାଇସାରିଲା ପରେ ଜେଜେ କହୁଛନ୍ତି ତମେ ଟିକେ ନିଅରେ, କାହିଁକି ନା ଜେଜେ ଚାହୁଁଛନ୍ତି ଆମକୁ ଦେଇକି ସେ ଖସିକି ପଳେଇବେ, ପଇସାଟା ଆମେ ଦେବୁ। ସେଥିପାଇଁ ଆମେ ବି ନଛୁଡୁ ବନ୍ଧା। ଜେଜେଙ୍କ କତିରୁ ଖାଲି ଖଣ୍ଡିଏ ଆଣିଲୁ। ଆଉ ଜେଜେଙ୍କୁ ଆମେ ରଖିଦେଲୁ। ଆଉ ଜେଜେ ଏମିତି ଦେଖନ୍ତୁ, ଜେଜେ କେମିତି ଖାଉଛନ୍ତି। ଜେଜେ ଭାବୁଛନ୍ତି ଆମେ ଜଲ୍ଦି ଖାଇଦେଇକି ମୁଁ ପଳେଇବି। ଭାଇ ତା ଆଗରୁ ଆମେ ଆଗତୁରିଆ ଖାଇଦେଇ ସାରିଥିଲୁ। ଯାହା ବି ହଉ ସେ ଜେଜେ ଏଇଠି କଣ କରୁଛନ୍ତି ଲକ୍ଷ୍ୟ ପକାନ୍ତୁ। ସୋରିଷ ଭାଇଙ୍କ ଦୋକାନକୁ ପଇସା ଦେବା ପାଇଁ ଗଲେ। ଦେଖ ଜେଜେ ଆଇଛନ୍ତି ବଜାରକୁ, ପକେଟ ଖୋଜୁଛନ୍ତି, ପକେଟର ଚାରିଟେ ନାହିଁ। ଆଇଲ ଜେଜେ ଦେଖ ନା ବାଳୁକୁ କେମିତି ଗଟି ଧଳା ଧଳା, ହେଲେ ସବୁ ଆମେ ଖାଉଛୁ, ଚାରିଟେ ନାହିଁ ରେ ଜେଜେ କତିର। ଜେଜେକୁ ଟିକେ ଦିଅ ରେ। ଅଛି ନା ଭଗବାନ, ଜେଜେ ପାନ ଆଣିଛନ୍ତି, ହେଲେ ଏଠି ପକୁଡ଼ି ଯୋଉ ଖାଇଲୁ ପଇସା ଦବ କିଏ? କିଏ ଦବ ଜେଜେ? ଚାରିଟେ ନାହିଁ ନା ମାର୍କେଟକୁ ଆଇଛ। ଭାଇ ଜେଜେ ଫେରେ ଆମକୁ ଫସେଇ ଦେଇଥାନ୍ତେ। ଏଠି ଛୋଟ ଛୁଆଙ୍କ ଭଳିଆ କହିଲା ଝୁଲିବା ୟାକୁ କରିବା। ଜୟକୃଷ୍ଣ ଭାଇ ସବୁ କରିସାରିଲା ପରେ ଭାଇ ଦୋଳିବାଲା କେମିତି ଟାଣୁଛି ଦେଖ। ଏ ଜେଜେକୁ କଣ କହିବ, ଏ ଜେଜେ ଆମକୁ ବି ଫସେଇ ଦେବେ। କେତେବେଳେ କାହାକୁ ଫସେଇବେ କେହି ବି ଜାଣିପାରିବନି। ଜେଜେ ଟିକେ ପଇସା ଦେଇଦିଅ, କେମିତି ଦୋକାନୀ ମାଗୁଛି ତ ଦେଖନ୍ତୁ।